ପ୍ରିୟ ଆତ୍ମନ୍, ଜ୍ଞାନରେ ସୁଖ ଏବଂ ଅଜ୍ଞାନରେ ଦୁଃଖ ହୋଇଥାଏ। ଠିକ୍ ଜାଣିବାକୁ ବା ଠିକ୍ ଭାବରେ ଜାଣିବାକୁ ଜ୍ଞାନ, ଆଉ ନ ଜାଣିବାକୁ ଓଲଟା ଜାଣିବାକୁ ବା ଠିକ୍ ଭାବେ ନ ଜାଣିବାକୁ ଅଜ୍ଞାନ କହନ୍ତି। ବର୍ତ୍ତମାନ ପ୍ରଶ୍ନ ଏଇଆ ହେବ ଯେ କେଉଁ ବସ୍ତୁର ଜ୍ଞାନ ସୁଖଦ ଏବଂ କେଉଁ ବସ୍ତୁର ଅଜ୍ଞାନ ଦୁଃଖଦ ହୋଇଥାଏ। ଏହାର ଉତ୍ତର ଏପରି ହେବ ଯେ ଯେଉଁ ନିୟମରେ ସୁଖ ମିଳେ ତାହାର ଜ୍ଞାନ ସୁଖଦାୟକ ଏବଂ ଅଜ୍ଞାନ ଦୁଃଖଦାୟକ ହୋଇଥାଏ। ସଂସାରରେ ଯେତେ ପଦାର୍ଥ ରହିଛି ବା ଯେତେ ଘଟଣା ଘଟୁଛି ତାହା ସବୁ କୌଣସି ନା କୌଣସି ନିୟମିତ ବା ନିୟମ ଅନୁସାରେ ହେଉଛି। ଗୋଟିଏ ଜମିରେ କାହିଁକି ଗହମ ଉଠୁଛି? ଏଇଥିପାଇଁ ଯେ ଜମିରେ ଗହମର ମଞ୍ଜି ପଡ଼ିଥିଲା। ଗହମର ମଞ୍ଜି ପଡ଼ିଲେ ଗହମ ଗଛ କାହିଁକି ଉଠିଲା? ଏଇଥିପାଇଁ କି ଗହମରୁ ଗହମ ଉତ୍ପନ୍ନ ହେବା ଗୋଟିଏ ନିୟମିତ, ନିଶ୍ଚିତ ଏବଂ ସ୍ୱାଭାବିକ ନିୟମ। ନିୟମର ବିରୁଦ୍ଧରେ କେବେ କିଛି ହୁଏ ନାହିଁ। ଯଦି ନିୟମର ବିରୁଦ୍ଧରେ କୁଆଡ଼େ କିଛି ହେଉଥିବା ଆପଣଙ୍କୁ ଜଣାପଡ଼ୁଥାଏ ତ ଏହା ଆପଣଙ୍କର ଅଜ୍ଞାନ। ନିୟମ ବିରୁଦ୍ଧରେ କେବେ କୌଣସି ଅବସ୍ଥାରେ ଆଜି ପର୍ଯ୍ୟନ୍ତ କିଛି ହୋଇନାହିଁ, ଆଉ ମଧ୍ୟ ଆଗକୁ କେବେ ହେବ ନାହିଁ। ତଥାପି ଲୋକେ କହନ୍ତି ଯେ ଆମେ ତ ଆମ କ୍ଷେତରେ କେବଳ ଗହମର ବୀଜ ବୁଣିଥିଲୁ, ମାତ୍ର ସେଥିରେ କେଉଁଠି କେଉଁଠି ବୁଟ ମଧ୍ୟ ଉଠିଛି। ଏହାର କାରଣ କ'ଣ? ଏହାର କାରଣ ଏଇଆ ଯେ ଆପଣ ଦେଖିନଥିବେ, କିନ୍ତୁ ଆପଣଙ୍କର ଗହମ ବୀଜ ସଙ୍ଗରେ କିଛି ବୁଟ ବୀଜ ନିଶ୍ଚିତ ମିଶିଥିବ। ଜଣେ ଲୋକ ସଦ୍ଗୁରୁଦେବଙ୍କୁ କହିଲା ଯେ ସେ ଚାକରକୁ କେବଳ ଗହମ ବୁଣିବାକୁ ଦେଇଥିଲା, ମାତ୍ର ଚାରା ଉଠିବାରୁ ସେଥିରୁ ଅଧେରୁ ଅଧିକ ବୁଟ ଚାରା ହୋଇଯାଇଥିବାର ଦେଖାଗଲା। ସେ ଚାକରକୁ ପଚାରିବାରେ ଚାକର କହିଲା ଯେ ସବୁ ଭଗବାନଙ୍କର ମାୟା। ଏବେ କୁହନ୍ତୁ ଯେ ଅଧେ ବୁଟ ହୋଇଗଲା କିନ୍ତୁ ସବୁ ହୋଇଯାଇଥିଲେ ଆପଣ କ'ଣ କହିଥାନ୍ତେ? ଭଗବାନ ବୁଟକୁ ଗହମ ଏବଂ ଗହମକୁ ବୁଟ କରିପାରନ୍ତି। ଭଗବାନ ସର୍ବଶକ୍ତିମାନ ଅଟନ୍ତି। କିନ୍ତୁ ସଦ୍ଗୁରୁଦେବ କହିଲେ ଯେ ଚାକର ଆପଣଙ୍କୁ ମିଛ କହିଛି, ସେ ଆପଣଙ୍କୁ ଧୋକା ଦେଇଛି। ଭଗବାନ ବୁଟରୁ ଗହମ ଉତ୍ପନ୍ନ କରିପାରନ୍ତି ନାହିଁ କି ଗହମରୁ ବୁଟ ମଧ୍ୟ ଉତ୍ପନ୍ନ କରିପାରନ୍ତି ନାହିଁ, ଆଉ ବିନା ଗହମରେ ଗହମ ମଧ୍ୟ ଉତ୍ପନ୍ନ କରିପାରନ୍ତି ନାହିଁ। ଏହାପରେ ସେ ପଚରା ଉଚରା ତଥା ଖବର ନେବାରୁ ଜଣାଗଲା ଯେ ଚାକର ଅଧା ଗହମ ଚୋରି କରି ନେଇ ସେଥିରେ ସେତିକି ବୁଟ ମିଶାଇ ଦେଇଛି। ବିନା ବୁଟରେ ବୁଟ ହୋଇନପାରେ। ଭଗବାନ କିଛି କରିପାରନ୍ତି ନାହିଁ। ଗହମକୁ ଭଗବାନ ଉତ୍ପନ୍ନ କରନ୍ତି ନାହିଁ। ଗହମକୁ ଗହମ ଉତ୍ପନ୍ନ କରେ। ବୁଟକୁ ଭଗବାନ ଉତ୍ପନ୍ନ କରନ୍ତି ନାହିଁ। ବୁଟକୁ ବୁଟ ଉତ୍ପନ୍ନ କରେ। ଆମ୍ବର ବୀଜରୁ ଆମ୍ବ ଉତ୍ପନ୍ନ ହୋଇଥାଏ, ଭଗବାନଙ୍କଠୁ ନୁହେଁ। ପାଣି ମଧ୍ୟ ଭଗବାନ ଉତ୍ପନ୍ନ କରନ୍ତି ନାହିଁ। ବାଦଲ ମଧ୍ୟ ଭଗବାନଙ୍କଠୁ ଉତ୍ପନ୍ନ ହୁଏ ନାହିଁ। ପାଣି ମଧ୍ୟ ପାଣିରୁ ଉତ୍ପନ୍ନ ହୋଇଥାଏ। ସମୁଦ୍ରରୁ ଯେଉଁ ବାଷ୍ପ ଉଠେ ତାହା ହିଁ ମେଘ। ବାଷ୍ପ ରୂପରେ ରହିଲେ ମଧ୍ୟ ମେଘ ପାଣି। ତେଣୁ ମେଘରୁ ପାଣି ଉତ୍ପନ୍ନ ହେଲେ ମଧ୍ୟ ସତ କଥା ଏଇଆ ଯେ ପାଣିରୁ ହିଁ ପାଣି ଉତ୍ପନ୍ନ ହୋଇଥାଏ। ଯେପରି ସମୁଦ୍ରର ପାଣି ତିଆରି ହୋଇଥାଏ, ଠିକ୍ ସେହିପରି ପ୍ରଳୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ସୃଷ୍ଟିର ଅଣୁ ଆକାଶରେ ବିଛାଡ଼ି ହୋଇ ରହିଥାଏ। ପୁଣି ନିୟମାନୁସାରେ ସୂର୍ଯ୍ୟର ଅଣୁରୁ ସୂର୍ଯ୍ୟ, ଚନ୍ଦ୍ରର ଅଣୁରୁ ଚନ୍ଦ୍ର ଏବଂ ସୃଷ୍ଟିର ଅଣୁରୁ ସୃଷ୍ଟି ଉତ୍ପନ୍ନ ହୋଇଥାଏ। ଭଗବାନ ଉତ୍ପନ୍ନ କରନ୍ତି ନାହିଁ। ସୁନାର ଅଣୁରୁ ହିଁ ସୁନା ହୋଇଥାଏ। ଚାନ୍ଦିର ଅଣୁରୁ ସୁନା ହୋଇନପାରେ। ଜଣେ ଲୋକ କହିଲା ଯେ ଆମ୍ବରୁ ଆମ୍ବ ଉତ୍ପନ୍ନ ହୁଏ, ମାତ୍ର ମନୁଷ୍ୟ ଆମ୍ବର ବୀଜକୁ ଜମିରେ ପୋତିଲେ ଯାଇ ଆମ୍ବର ବୀଜରୁ ଆମ୍ବ ହୋଇପାରେ। ଏହିପରି ବୀଜରୁ ଅଙ୍କୁର ବାହାର କରିବା ଲୋକ ଭଗବାନ ଅଟନ୍ତି। ସଦ୍ଗୁରୁଦେବ କହିଲେ ଏକଥା ନୁହେଁ। ମନୁଷ୍ୟ ନ ପୋତିଲେ, ନ ଲଗାଇଲେ, ନ ରୋଇଲେ ମଧ୍ୟ ବୃକ୍ଷରୁ ବୀଜ ଝଡ଼େ ଏବଂ ସେଥିରୁ ସେହିପରି ଭାବେ ଆପେ ଆପେ ବୃକ୍ଷ ଉତ୍ପନ୍ନ ହେଉଥାଏ। ବୃକ୍ଷର ବୀଜ ଯଦି ନିର୍ଜୀବ ହୋଇଥାଏ ତେବେ ସେଥିରୁ ଅଙ୍କୁର ହେବ ନାହିଁ। ବୀଜ ନିର୍ଜୀବ ହୋଇପାରେ, ମାତ୍ର ସର୍ବବ୍ୟାପକ ଈଶ୍ୱର ତ ବୀଜ ଭିତରେ ସବୁ ଅବସ୍ଥାରେ ରହିବେ, କାରଣ ସେ ସମସ୍ତଙ୍କ ମଧ୍ୟରେ ସର୍ବଦା ସବୁ ସମୟରେ ରହିଥିବା ଲୋକ। ଯଦି ଈଶ୍ୱର
ବୀଜରୁ ବୃକ୍ଷ ହେବାର କାରଣ ହୋଇଥାନ୍ତେ, ତେବେ ନିର୍ଜୀବ ବୀଜରୁ ମଧ୍ୟ ଅଙ୍କୁର ବାହାରିଥାନ୍ତା। କାରଣ ଅଙ୍କୁର ବାହାର କରିବା ଲୋକ ଯଦି ଈଶ୍ୱର ହୋଇଥାନ୍ତେ ତ ସେ ତ କୁଆଡ଼େ ଯାଇନାହିଁ ରହିଛି। ଯଦି ଆମ୍ବର ଉତ୍ପନ୍ନକାରୀ ଆମ୍ବ ନ ହୋଇଥାନ୍ତା ଏବଂ ଗହମର ଉତ୍ପନ୍ନକାରୀ ଗହମ ନ ହୋଇ ଈଶ୍ୱର ହୋଇଥାନ୍ତେ, ତେବେ ବିନା ଗହମରେ ଗହମ ଉତ୍ପନ୍ନ ହେଉଥାନ୍ତା ଏବଂ ବିନା ଆମ୍ବ ବୀଜରେ ମଧ୍ୟ ଆମ୍ବ ଉତ୍ପନ୍ନ ହେବାର ଦେଖାଯାଆନ୍ତା। ମାତ୍ର ଏପରି ହୁଏ ନାହିଁ। ଆମ୍ବରୁ ଆମ୍ବ ଏବଂ ଗହମରୁ ଗହମ ଉତ୍ପନ୍ନ ହୋଇଥାଏ। ଏ ନିୟମ ଅଟଳ ଏବଂ ଏହାକୁ କେହି ଟାଳି ପାରିବେ ନାହିଁ। ଠିକ୍ ଏହିପରି ବାର୍ଦ୍ଧକ୍ୟ, ରୋଗ, ଦୁଃଖ ଏବଂ ମୃତ୍ୟୁର ମଧ୍ୟ କିଛି କାରଣ ରହିଛି। କିଛି ନିୟମ ଅଛି ଆଉ ଏହା ଅଟଳ ମଧ୍ୟ। ଦୁଃଖର କାରଣର ଜ୍ଞାନ ପ୍ରାପ୍ତ କରି ତାହା ଯେଉଁ ପରିଣାମରେ ଦୂର କରାଯାଇପାରିବ, ସେହି ପରିଣାମରେ ସାଧକ ନିଜ ରୋଗ, ବାର୍ଦ୍ଧକ୍ୟ ଏବଂ ଦୁଃଖକୁ ମଧ୍ୟ ଦୂର କରିଦେଇପାରେ। ମୁନି ସମାଜରେ ଦୀକ୍ଷା ବା ଶିକ୍ଷା ଦେବା ସମୟରେ ଏହା କହିଦିଆଯାଏ ଯେ ମନୁଷ୍ୟ କାହିଁକି ରୋଗୀ, ବୃଦ୍ଧ, ନିର୍ବଳ ଏବଂ ଦୁଃଖୀ ହୋଇଥାଏ। ରୋଗ, ବାର୍ଦ୍ଧକ୍ୟ, ଦୁଃଖ ଏବଂ ନିର୍ବଳତାର କାରଣ କହି ତାହା ଦୂର କରିବାର ସାଧନ ମଧ୍ୟ କହିଦିଆଯାଏ। ଏହା ମଧ୍ୟ ସିଦ୍ଧ କରିଦିଆଯାଏ ଯେ କାହିଁକି ଏହି ଗୋଟିଏ ମାତ୍ର ସାଧନ ପ୍ରକୃତ ସାଧନ ଅଟେ ଏବଂ କାହିଁକି ମନୁଷ୍ୟକୁ ସୁଖୀ, ନିରୋଗ, ସୁସ୍ଥ, ଯୁବା ଏବଂ ମୁକ୍ତ କରି ପ୍ରସନ୍ନ ରଖିପାରେ। ସମସ୍ତଙ୍କ ସମ୍ମୁଖରେ ଏହାର ବିଜ୍ଞାନ କହିଦିଆଯାଇଥାଏ। ଏହା ଶୁଣି ଏବଂ ଜାଣି ଆପଣ ସ୍ୱୟଂ କେବେ ଏହା କହିପାରିବେ ନାହିଁ ଯେ ଏହା ଛଡ଼ା ଏଥିପାଇଁ କୌଣସି ଅନ୍ୟ ସାଧନ ମଧ୍ୟ ରହିଛି। ରାମ ନାମ ଜପି ବା ଔଷଧ ଖାଇ ଆଜି ପର୍ଯ୍ୟନ୍ତ କେହି ପହିଲମାନ ହୋଇନାହିଁ। ଯଦି ଆଗକାଳରେ ଏପରି ହେଉଥିଲା ତ ବର୍ତ୍ତମାନ କାହିଁକି ହେଉନାହିଁ? ଆଗକାଳରେ ମଧ୍ୟ ଗହମରୁ ଗହମ ଏବଂ ତେନ୍ତୁଳିରୁ ତେନ୍ତୁଳି ହେଉଥିଲା। ମିଥ୍ୟା ଗଳ୍ପ ଆଜି ମଧ୍ୟ ଗଢ଼ି ଉଠିଛି ଏବଂ ପ୍ରଥମରୁ ତିଆରି ହୋଇଥିଲା। ପୁରୁଣା ଲୋକେ ସଂସ୍କୃତରେ ଏ ଗଳ୍ପକୁ କଥା କହୁଥିଲେ। କଥାର ଅର୍ଥ ମଧ୍ୟ ଗଳ୍ପ, ଔଷଧ ଖାଇ ବା ଈଶ୍ୱର ଈଶ୍ୱର, ଭଗବାନ ଭଗବାନ କରି କେହି ପ୍ରାଚୀନ କାଳରେ ପହିଲମାନ ହୋଇପାରିନାହାନ୍ତି। ପହିଲମାନ ହେବାର ମଧ୍ୟ ଗୋଟିଏ ନିଶ୍ଚିତ ନିୟମ ରହିଛି ଏବଂ ସେହି ନିୟମର ନାମ ବ୍ୟାୟାମ। ଯେପରି ବିନା ଗହମରେ ଗହମ ଉତ୍ପନ୍ନ ହୋଇନପାରେ, ସେହିପରି ବିନା ବ୍ୟାୟାମରେ କେହି ବଳବାନ ହୋଇନପାରେ। ଏହା ନିଶ୍ଚିତ ଏବଂ ନିୟମ। ବ୍ୟାୟାମ ମଧ୍ୟ ଯେଉଁ ଅଙ୍ଗର ହୋଇଥାଏ ସେହି ଅଙ୍ଗ ପୁଷ୍ଟ ହୁଏ। ହାତର ବ୍ୟାୟାମ କଲେ ଗୋଡ଼ ପୁଷ୍ଟ ହୋଇନପାରେ। ମନୁଷ୍ୟ ସର୍ବାଙ୍ଗରେ ପୁଷ୍ଟ ହେବା ଉଚିତ। ମାତ୍ର ଏପରି କୌଣସି ବ୍ୟାୟାମ ନାହିଁ ଯାହାଦ୍ୱାରା ମନୁଷ୍ୟ ନିଜର ସର୍ବାଙ୍ଗର ବ୍ୟାୟାମ କରିପାରେ। କେବଳ ଯୋଗ ବ୍ୟାୟାମ ହିଁ ଏପରି ବ୍ୟାୟାମ ଯଦ୍ୱାରା ମନୁଷ୍ୟ ନିଜ ସର୍ବାଙ୍ଗର ବ୍ୟାୟାମ କରିପାରେ। ଯୋଗ ବ୍ୟାୟାମ ଦ୍ୱାରା ଆଖି, କାନ, ଜିହ୍ବା, ଫୁସ୍ଫୁସ୍, ବାହୁ, ଛାତି, ପେଟ, ଅନ୍ତନାଡ଼ି, ଜନେନ୍ଦ୍ରିୟ, ଗୋଡ଼, ପ୍ରାଣ, ମନ, ବୁଦ୍ଧି, ମସ୍ତିଷ୍କ ଏବଂ ଆତ୍ମା ଇତ୍ୟାଦି ସମସ୍ତଙ୍କର ବ୍ୟାୟାମ ହୋଇଥାଏ। ତେଣୁ ଏ ଯୋଗ ବ୍ୟାୟାମ ପରି ଅନ୍ୟ କିଛି ବ୍ୟାୟାମ ନାହିଁ। ମୁନି ସମାଜର ଏହି ଯୋଗ ସାଧନ ଛଡ଼ା ଅନ୍ୟ କୌଣସି ବଡ଼ ସାଧନ ନାହିଁ। ସଂସାରରେ ଅନ୍ୟମାନେ ମଧ୍ୟ ଯୋଗ ସାଧନ ଶିକ୍ଷା ଦେଇଥାନ୍ତି। ମାତ୍ର କେହି ସର୍ବାଙ୍ଗପୂର୍ଣ୍ଣ ଯୋଗର ଶିକ୍ଷା ଦିଅନ୍ତି ନାହିଁ। କେହି କେବଳ ଆସନର ଶିକ୍ଷା ଦିଅନ୍ତି, କେହି କେବଳ ପ୍ରାଣାୟାମ କହିଥାନ୍ତି, କେହି କେବଳ ଧାରଣା ଏବଂ ଧ୍ୟାନ ବିଷୟରେ ଶିକ୍ଷା ଦେଇଥାନ୍ତି, କିନ୍ତୁ କେହି ସର୍ବାଙ୍ଗପୂର୍ଣ୍ଣ ଯୋଗ ବିଷୟରେ ଶିକ୍ଷା ଦେଇନଥାନ୍ତି। ମୁଁ କାହାରି ନାମ କହୁନାହିଁ। ଆପଣ ଯଦି ଆଉ କେଉଁଠି ଶିକ୍ଷା ନେଇଥାନ୍ତି ତ ସ୍ୱୟଂ ଚିନ୍ତା କରନ୍ତୁ। କେହି ଆସନ ଏବଂ ପ୍ରାଣାୟାମ ଉଭୟର ଶିକ୍ଷା ଦେଇଥାଏ। କେହି କେବଳ ପ୍ରତ୍ୟାହାର ଏବଂ ଯମ ନିୟମ କହିଥାଏ। କେହି କେବଳ ଧ୍ୟାନ କରି ସମାଧି ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା କହେ। ମାତ୍ର ଅଷ୍ଟାଙ୍ଗ ଯୁକ୍ତ ସର୍ବାଙ୍ଗପୂର୍ଣ୍ଣ ଯୋଗ ବିଷୟରେ କେହି କହିନାହିଁ। ଯଦି ସର୍ବାଙ୍ଗପୂର୍ଣ୍ଣ ଯୋଗ କେଉଁଠି ଆଉ କୌଣସି ସମାଜରେ ଶିକ୍ଷା ଦିଆଯାଉଥାଏ ତ ତାହା ମୁନି ସମାଜ। ପ୍ରାଣାୟାମର ଯେଉଁ ବିଧି ଆଜିକାଲିର ଯୋଗୀମାନେ କହିଥାନ୍ତି, ସେଥିରେ କ୍ଷତି ଛଡ଼ା
ଲାଭ ନାହିଁ। କୌଣସି ପ୍ରକାରରେ ମଧ୍ୟ ଶରୀରର କୌଣସି ବେଗକୁ ରୁଦ୍ଧ କରିବା ଗୋଟିଏ ଭୟଙ୍କର କାର୍ଯ୍ୟ। ପୁଣି ଶ୍ୱାସର ବେଗକୁ ନାକ ଧରି ବା ଆର୍ଯ୍ୟ ସମାଜର ରୀତି ଅନୁସାରେ ମନୋବଳ ଦ୍ୱାରା ଭିତରେ ବା ବାହାରେ ରୁଦ୍ଧ କରିଦେବା ଆହୁରି ଭୟଙ୍କର କାର୍ଯ୍ୟ। କିନ୍ତୁ ମୁନି ସମାଜର ସମସ୍ତ ବିଧି ଅତ୍ୟନ୍ତ ସରଳ। ପ୍ରାଣାୟାମ ମଧ୍ୟ ଏପରି ସରଳ ଯେ ଶ୍ୱାସ ରୁଦ୍ଧ ନ କରି ମଧ୍ୟ ଆପେ ଆପେ ସ୍ୱାଭାବିକ ଏବଂ ପ୍ରାକୃତିକ ରୂପରେ ରୁଦ୍ଧ ହୋଇଯାଇଥାଏ। ମୁନି ସମାଜର ପ୍ରକୃତ ଯୋଗ ଗୋଟିଏ ଉଚ୍ଚ ଶ୍ରେଣୀର ପ୍ରକୃତ ବିଜ୍ଞାନ। ଏହା ସ୍ୱାଭାବିକ ଏବଂ ପ୍ରାକୃତିକ। ଏହା ହିଁ ପ୍ରାଚୀନ ଯୋଗ। ଏହା ହିଁ ଯୋଗ ଯାହାର ଉପଦେଶ ପ୍ରାଚୀନ କାଳର ଋଷି ମୁନି ଏବଂ ଯୋଗୀମାନେ ଦେଉଥିଲେ। ଏହି ଜ୍ଞାନ ସୂକ୍ଷ୍ମ ରୂପରେ ପୁସ୍ତକମାନଙ୍କରେ ଏବେ ମଧ୍ୟ ରହିଛି। ମାତ୍ର ଅଯୋଗୀମାନେ ଏହାର ଓଲଟା ଅର୍ଥ କରୁଛନ୍ତି। ସଦ୍ଗୁରୁଦେବ କୁହନ୍ତି, ବହୁ ସଦସ୍ୟ ମୁନି ସମାଜର ବିରୋଧ କରିବା ପାଇଁ ହିଁ ଏଥିରେ ସଦସ୍ୟ ହେଲେ। ତେଣୁ ସେମାନେ ଏହାକୁ ଧ୍ୟାନ ଦେଇ ଶୁଣୁନାହାନ୍ତି, ବୁଝୁନାହାନ୍ତି କି କରୁନାହାନ୍ତି। ସେମାନଙ୍କର କହିବାର ଶୁଣାଯାଏ ଯେ ମୁନି ସମାଜର ସାଧନ ଭଲ, ମାତ୍ର ଏହାଠାରୁ ଆହୁରି ଭଲ ମଧ୍ୟ ଥାଇପାରେ। କିନ୍ତୁ ଏହାଠାରୁ ଭଲ ସାଧନ ଆଉ ଥାଇ ନପାରେ। ଏହାଠାରୁ ଭଲ ଜ୍ଞାନ ଆପଣ ଆଣି ରଖନ୍ତୁ ଆଉ ଆପଣ ସିଦ୍ଧ କରନ୍ତୁ ଯେ ମୁନି ସମାଜର ଜ୍ଞାନ ଠାରୁ ଅଧିକ ଭଲ ଏବଂ ସ୍ୱତନ୍ତ୍ର ଜ୍ଞାନ ରହିଛି। ବ୍ରହ୍ମ ମାନେ ବଡ଼ ଆଉ ଈଶ୍ୱରର ଅର୍ଥ ଐଶ୍ୱର୍ଯ୍ୟବାନ, ଶାସକ ବା ମାଲିକ। ଏ ଶରୀର ରୂପୀ ବ୍ରହ୍ମାଣ୍ଡର ଶାସକ ଏହି ଆତ୍ମା। ଏହି ଆତ୍ମା ହିଁ ସବୁଠାରୁ ବଡ଼ ବସ୍ତୁ। ତେଣୁ ଏ ଆତ୍ମାର ଅନ୍ୟ ନାମ ବ୍ରହ୍ମ ଏବଂ ଈଶ୍ୱର। ଯେପରି ମୁଣ୍ଡର ହିଁ ଅନ୍ୟ ନାମ କପାଳ। ମାତ୍ର ସଂସାର ଈଶ୍ୱର ନାମକ ଜଣେ ପୁରୁଷ ବା ବ୍ୟକ୍ତିକୁ କଳ୍ପନା କରିବାକୁ ଲାଗିଲା ଏବଂ ଏହା ମାନିବାକୁ ଲାଗିଲା ଯେ ଯାହା କିଛି ହେଉଛି ତାହାର କୃପାରେ ହେଉଛି। ମାତ୍ର ଏହା ସର୍ବଦା ଭ୍ରମପୂର୍ଣ୍ଣ, ଅଜ୍ଞାନମୟ ଏବଂ ଅସତ୍ୟ। ଗହମ ନ ବୁଣି କେହି ଗହମ ଉତ୍ପନ୍ନ କରିପାରିବେ ନାହିଁ। ପାଠ ନ ପଢ଼ି କେହି ବିଦ୍ୱାନ ହୋଇପାରିବ ନାହିଁ। ବ୍ୟାୟାମ ନ କରି କେହି ପହଲମାନ ହୋଇପାରିବେ ନାହିଁ। ଈଶ୍ୱର କିଛି କରିପାରେ ନାହିଁ। ଈଶ୍ୱର ଦ୍ୱାରା କିଛି ହୁଏ ନାହିଁ। ଈଶ୍ୱର ଅଜ୍ଞାନୀ ଏବଂ ମୂର୍ଖମାନଙ୍କର କଳ୍ପନା ମାତ୍ର, ଯେଉଁଥିରେ ବଡ଼ ବଡ଼ ପଣ୍ଡିତ ଏବଂ ବିଦ୍ୱାନ ମଧ୍ୟ ଛନ୍ଦି ହୋଇଯାଇଛନ୍ତି। ମନୁଷ୍ୟ ନିଜର ଅଜ୍ଞାନବଶତଃ ଈଶ୍ୱରର କଳ୍ପନା କରିଛି। ସ୍ୱୟଂ ତାହାର ଦାସ ଏବଂ ଗୁଲାମ ହୋଇଯାଇଛି। ନିଜ ହାତରେ ସେ ଈଶ୍ୱରର ହାତକଡ଼ି ନିଜେ ହିଁ ପିନ୍ଧିଛି। ସଂସାର ସେ ଈଶ୍ୱରକୁ ପ୍ରାର୍ଥନା କରି ତାର ନାମ ନେଇ ନାଚି ଏବଂ କୀର୍ତ୍ତନ କରି ବଳବାନ, ଧନବାନ, ନିରୋଗ, ଜ୍ଞାନବାନ, ସ୍ୱତନ୍ତ୍ର ତଥା ମୁକ୍ତ ହେବାକୁ ଚାହିଁଲା। କିନ୍ତୁ କିଛି ହେଲା ନାହିଁ। ବଳବାନ, ସୁଖୀ, ପ୍ରସନ୍ନ, ନିରୋଗ, ସ୍ୱତନ୍ତ୍ର ଏବଂ ମୁକ୍ତି ହେବାର ମଧ୍ୟ ନିୟମ ରହିଛି। ଆଉ ସେ ନିୟମକୁ ମୁନି ସମାଜ କହିଦେଉଛି। ଏ ପ୍ରକୃତ ଜ୍ଞାନ ଉପରେ ମୁନି ସମାଜର ପୁସ୍ତକ ରହିଛି। ତାହାକୁ ପଢ଼ନ୍ତୁ ଏବଂ ସ୍ୱତନ୍ତ୍ର ବୁଦ୍ଧି ଦ୍ୱାରା ବିଚାର କରନ୍ତୁ। ଏହାପରେ ଆପଣ ସ୍ୱୟଂ କହିବେ ଯେ ମୁନି ସମାଜର ଜ୍ଞାନ ଏବଂ ସାଧନ ସଠିକ୍। ବେଦ, ଉପନିଷେଦ ଏବଂ ଶାସ୍ତ୍ରମାନଙ୍କରେ ମଧ୍ୟ କୌଣସିଠାରେ ଈଶ୍ୱରର ଗନ୍ଧ ବି ନାହିଁ। ମୁନି ସମାଜର ତିଆରି ବେଦ ମନ୍ତ୍ରର ଭାଷ୍ୟ ଦେଖନ୍ତୁ। ପ୍ରାଚୀନ ମୁନି ସମାଜ ମଧ୍ୟ ମୁନି ସମାଜର ସିଦ୍ଧାନ୍ତକୁ ମାନୁଥିଲେ, ଯାହା ମୁନି ସମାଜର ପୁସ୍ତକକୁ ଦେଖିଲେ ସ୍ପଷ୍ଟ ହୋଇଯିବେ। ଏହା ହିଁ ପ୍ରକୃତ ସାଧନ, ପ୍ରକୃତ ଜ୍ଞାନ ଏବଂ ପ୍ରକୃତ ଦର୍ଶନ। ମୁନି ସମାଜ ସମସ୍ତ ସଂସାରର ଦାର୍ଶନିକ, ମତବାଦ ଏବଂ ମତବାଦୀ ନେତାମାନଙ୍କୁ ଚ୍ୟାଲେଞ୍ଜ ଦେଉଛି ଯେ ସେମାନେ ଯଦି ମୁନି ସମାଜର ସିଦ୍ଧାନ୍ତକୁ ନ ମାନନ୍ତି ତେବେ ଲେଖି ସିଦ୍ଧ କରିଦିଅନ୍ତୁ ଯେ ମୁନି ସମାଜର ସାଧନ ଏବଂ ସିଦ୍ଧାନ୍ତ କିପରି ସତ୍ୟ ନୁହେଁ। ମାତ୍ର ସବୁଠାରୁ ପ୍ରଥମେ ମୁନି ସମାଜର ଗ୍ରନ୍ଥଗୁଡ଼ିକୁ ଅତି କମ୍ରେ ଥରେ ନିଷ୍ପକ୍ଷ ଏବଂ ସ୍ୱତନ୍ତ୍ର ବୁଦ୍ଧିରେ ପଢ଼ି ନିଅନ୍ତୁ।